ନାଗୁଣୀ ନୁହେଁ କାଉ ନିଏ ପ୍ରତିଶୋଧ। 17 ବର୍ଷ ପରେ ବି ଖୋଜିକି ଖୁମ୍ପିଥାଏ କାଉ। କୌଣସି ପ୍ରାଣୀ ମଣିଷ ଏବଂ ତା ଦ୍ୱାରା ପାଇଥିବା ଯନ୍ତ୍ରଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିପାରେ କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଭାରତର ଅନେକ ଲୋକ ନାଗ ନାଗୁଣୀଙ୍କ ନାମ ନେଇପାରନ୍ତି। ଭାରତୀୟ କିମ୍ବଦନ୍ତୀରେ ଏହା କୁହାଯାଏ। କିନ୍ତୁ ଆଜି ଲୋକମାନେ ସାପ ବିଷୟରେ ବହୁତ କିଛି ଜାଣନ୍ତି ଏବଂ ଏହା ମଧ୍ୟ ବୁଝନ୍ତି। କିନ୍ତୁ ନୂତନ ଅନୁସନ୍ଧାନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏମିତି କାଉମାନଙ୍କ ସହିତ ହୋଇଥାଏ। ସେମାନେ 5ରୁ 10 ବର୍ଷ ପାଇଁ ନୁହେଁ ବରଂ 17 ବର୍ଷ ପାଇଁ ଜଣେ ବ୍ୟକ୍ତି ଏବଂ ତାଙ୍କର ଯନ୍ତ୍ରଣାକୁ ମନେ ରଖିପାରନ୍ତି। ଯଦି ନୂତନ ଅନୁସନ୍ଧାନକୁ ବିଶ୍ୱାସ କରାଯାଏ ତେବେ ଦୁନିଆର ସବୁଠାରୁ ବୁଦ୍ଧିମାନ ପକ୍ଷୀ ଭାବରେ ପରିଗଣିତ କାଉ ଏମିତି କାମ କରେ। ଏହି ନୂଆ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କାଉମାନେ 17 ବର୍ଷ ପାଇଁ ପ୍ରତିଶୋଧର ଭାବନା ରଖିଛନ୍ତି। ଏହି ଆବିଷ୍କାର କାଉମାନଙ୍କ ସ୍ମରଣ କରିବାର ଅଦ୍ଭୁତ ଦକ୍ଷତାର ଏକ ଉତ୍ତମ ଉଦାହରଣ। ପକ୍ଷୀ ସମ୍ପ୍ରଦାୟ ମଧ୍ୟରେ ବିପଦ ବିଷୟରେ ସୂଚନା କିପରି ସାମାଜିକ ଭାବରେ ବଣ୍ଟାଯାଏ ସେ ସମ୍ବନ୍ଧରେ ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ଆଲୋକ ପ୍ରଦାନ କରେ। ଏହି ଅନୁସନ୍ଧାନ ୱାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯାହା 2006ରେ ଆରମ୍ଭ ହୋଇଥିଲା। ଏହି ଅଧ୍ୟୟନରୁ ପରିବେଶ ବୈଜ୍ଞାନିକ ପ୍ରଫେସର ଜନ୍ ମାଜଲଫ ଆରମ୍ଭ କରିଥିଲେ। ଏଥିପାଇଁ ସେ କିଛି ଭୟଭୀତ ମାସ୍କ ପିନ୍ଧି 7ଟି କାଉଙ୍କୁ ଧରିଥିଲେ ଏବଂ ସେମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେ ସେମାନଙ୍କ ପାଦରେ ରିଙ୍ଗ ଲଗାଇଥିଲେ, ଯାହାଦ୍ୱାରା ପରେ ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ପରବର୍ତ୍ତୀ ବର୍ଷ ପ୍ରଫେସର ଏବଂ ତାଙ୍କ ସହକର୍ମୀମାନେ ସମାନ ମାସ୍କ ପିନ୍ଧି ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଥିବା ସମୟରେ ସ୍ଥାନୀୟ କାଉମାନଙ୍କୁ ଖାଇବାକୁ ଦେଉଥିଲେ। ମାସ୍କ ପିନ୍ଧିବା ବେଳେ ମାର୍ଜଲଫ ଏକ ଘଟଣାକୁ ମନେ ପକାଇଲେ, ଯେତେବେଳେ ସେ ସାମ୍ନା କରିଥିବା 53 କାଉ ମଧ୍ୟରୁ 47 ଜଣ ତାଙ୍କୁ ହଇରାଣ କରିଥିଲେ। ସେମାନଙ୍କ ମଧ୍ୟରେ ଧରାଯାଇଥିବା 7ଟି କାଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲା। ଆଶ୍ଚର୍ଯ୍ୟଜନକ କଥା ହେଲା, ସେଠାରେ ଅଧିକ ସଂଖ୍ୟକ ହଇରାଣ କରାଯାଇଥିବା କାଉ ଥିଲେ। ଏହି ପକ୍ଷୀମାନେ ମଣିଷକୁ ଚିହ୍ନି ପାରିବେ ଯେଉଁମାନେ ସେମାନଙ୍କୁ ବିପଦରେ ପକାନ୍ତି ଏବଂ ଏହି ସୂଚନାକୁ ସେମାନଙ୍କ ସାଥୀମାନଙ୍କ ନିକଟରେ ମଧ୍ୟ ପହଞ୍ଚାଇ ପାରିବେ। ଏକ ଅଦ୍ଭୁତ ଘଟଣା ଘଟିଲା ଯେତେବେଳେ 2013ରେ ହଇରାଣକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ସେହି ଦିନଠାରୁ ହ୍ରାସ ଘଟିଲା। ସେପ୍ଟେମ୍ବର 2023 ସୁଦ୍ଧା ପ୍ରୟୋଗ ଆରମ୍ଭ ହେବାର 17 ବର୍ଷ ପରେ ମାର୍ଜଲଫ ମାସ୍କ ପିନ୍ଧି ବୁଲିବା ସମୟରେ ଗୋଟିଏ ବି ବିରକ୍ତିକର କାଉ ଶୁଣାଯାଉନଥିଲା। ଅଧ୍ୟୟନରେ ଅନ୍ୟ ଏକ ଆକର୍ଷଣୀୟ ଦିଗ ହେଉଛି ଡିକ୍ ଚେନି ପରି ଦେଖାଯାଉଥିବା ଏକ ନିରପେକ୍ଷ ମାସ୍କର ବ୍ୟବହାର। ଚେନି ସେତେବେଳେ ଆମେରିକାର ଉପରାଷ୍ଟ୍ରପତି ଥିଲେ। ଚେନି ମାସ୍କ ପିନ୍ଧିଥିବା ଲୋକମାନେ କାଉମାନଙ୍କୁ କିଛି ହଇରାଣ ନକରି ଖାଇବାକୁ ଦେଉଥିଲେ। ପରେ ପକ୍ଷୀମାନଙ୍କ କ୍ରୋଧରୁ ରକ୍ଷା ପାଇଲେ। ଗବେଷଣା ଅଗ୍ରଗତି କଲାବେଳେ ଅଜାଣତରେ ସ୍ୱେଚ୍ଛାସେବୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଲେ, ଯେଉଁମାନେ କାଉମାନଙ୍କ ବିପଜ୍ଜନକ ଓ ନିରପେକ୍ଷ ବିଷୟରେ ଜାଣିନଥିଲେ। ଦୁନିଆର ଅନେକ ସ୍ଥାନରେ କାଉ ଆକ୍ରମଣର ଘଟଣା ଉଲ୍ଲେଖ କରାଯାଇଛି। ପୂର୍ବ ଅନୁସନ୍ଧାନ ସୂଚାଇ ଦେଇଛି ଯେ ସାଧନ ତିଆରି କରିବା ଏବଂ ଗଣିବା ପାଇଁ କାଉମାନଙ୍କର ପ୍ରତିଭା ଅଛି। ଅଧ୍ୟୟନର ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କାଉମାନେ 17 ବର୍ଷ ପାଇଁ ପ୍ରତିଶୋଧର ଭାବନା ରଖିଛନ୍ତି ଏବଂ ବିପଦକୁ ମନେ ରଖିପାରିବେ ଏବଂ ଚିହ୍ନି ପାରିବେ। ସେମାନଙ୍କ ଘନିଷ୍ଠ ପରିବାର ଭିତରେ ରୁହନ୍ତି। ସେ ତାଙ୍କ ମୃତ୍ୟୁ ସଦସ୍ୟମାନଙ୍କ ପାଇଁ ଶେଷ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ସେମାନେ ପରସ୍ପରକୁ ଉତ୍କୃଷ୍ଟ ସୂଚନା ପ୍ରଦାନ କରନ୍ତି। କେବଳ ଏତିକି ନୁହେଁ, ସେମାନେ ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ବିପଦ ବିଷୟରେ ସୂଚନା ଦେବାରେ ସକ୍ଷମ ଅଟନ୍ତି।